ତାଙ୍କର ଅସ୍ଥି ବିସର୍ଜନ କରି ବଡ଼ ବାପା ଏବଂ ବଡ଼ ମା ଘରକୁ ଫେରିଲେ। ଏବଂ ତାପରେ କ'ଣ ହେଲା ଦେଖି ନିଅନ୍ତୁ। ସେମାନେ ଯେହେତୁ ତୀର୍ଥରୁ ଫେରିଛନ୍ତି, ତେଣୁ ବଡ଼ ମାଉସୀ କ'ଣ କରୁଛନ୍ତି ନା ତାଙ୍କ ପାଦ ହଳଦୀ ପାଣିରେ ଧୋଇ ଦେଉଛନ୍ତି ଏବଂ ପୋଛି ଦେଉଛନ୍ତି। ତାପରେ ନୂଆ ଲୁଗା ଦେଉଛନ୍ତି। ଦେଖି ନିଅନ୍ତୁ। ତୀର୍ଥମାନେ କନଫ୍ୟୁଜ୍ ହୋଇଗଲେ କି ସାଙ୍ଗମାନେ? ସେମାନେ ଯେଉଁ ଅସ୍ଥି ବିସର୍ଜନ କରି ଯାଇଥିଲେ ସେଠି ହିଁ ତୀର୍ଥ କରି ପଳାଇ ଆସିଛନ୍ତି। ମାଉସୀ ନୂଆ ଲୁଗା ଦେଇ ସାରିଲା ପରେ ବଡ଼ ମା ଏବଂ ବଡ଼ ବାପା କ'ଣ କରୁଛନ୍ତି ନା ତାଙ୍କୁ ଆଶୀର୍ବାଦ କରୁଛନ୍ତି। ମାଉସୀ ମୁଣ୍ଡିଆ ମାରୁଛନ୍ତି ଏବଂ ବଡ଼ ବାପା ବଡ଼ ମା ତାଙ୍କୁ ଆଶୀର୍ବାଦ କରୁଛନ୍ତି। ସେମ୍ ଜିନିଷ ଏବେ ମୋର ବଡ଼ ପିଇସି ନାନୀ କରିବେ। ଦେଖନ୍ତୁ, ସେମାନେ ଯେବେ ଗଙ୍ଗାରୁ ଆସିଥିଲେ ସେଦିନ ମଧ୍ୟ ସେମ୍ ଜିନିଷ କରାଯାଇଥିଲା। ତାଙ୍କୁ ଦୀପ ଲଗାଇ ଘରେ ସ୍ୱାଗତ କରାଯାଇଥିଲା ଏବଂ ଏମିତି ହିଁ ପାଣିରେ ତାଙ୍କ ଗୋଡ଼ ଧୁଆଯାଇଥିଲା ଏବଂ ନୂଆ ଲୁଗା ଦିଆଯାଇଥିଲା। ଯେଉଁମାନେ ସେଦିନ ଆସିପାରିନଥିଲେ, ଆଜି ଗଙ୍ଗା ଶ୍ରାଦ୍ଧ ବା ଗଙ୍ଗା ଭୋଜି ଦେବା ସମୟରେ ସେମାନେ ଆସିଛନ୍ତି ଏବଂ ସେସବୁ କାମ କରୁଛନ୍ତି। ଏ କାମ ସରିଲା ପରେ ତିଳତର୍ପଣ କାମ ଆରମ୍ଭ ହୋଇଯାଇଛି। ଆମ ଘରର ବଡ଼ ପିଇସା ହିଁ ଆମର ବ୍ରାହ୍ମଣ ହୋଇଥାନ୍ତି। ତିଳତର୍ପଣ କାମ ପରେ କ'ଣ ହୁଏ ନା ଶ୍ରାଦ୍ଧ ବା ପିଣ୍ଡଦାନ ହୋଇଥାଏ। ଦେଖନ୍ତୁ କେମିତି ଆମର ପିଣ୍ଡଦାନ ହେଉଛି। ବଡ଼ ବାପା ହିଁ ପିଣ୍ଡଦାନ କରିଥାନ୍ତି ଏବଂ ତାଙ୍କୁ ସହଯୋଗ କରିଥାନ୍ତି ବଡ଼ ମା। पार्वती देवी पकड़ा देवी सारिया देवी पिंड बड़ी चंडगढ़ भी सोधा गुरु डिग्री हाँ पिंड बड़ी चंडगढ़ भी सोधा हाँ नवो पितरा जीवन नवो पितर रसायन नवो पितर घोराय मनवे सोदाय पितरो नमाम एतेवि पितरो वासम गृहान्नो पितरो दत्त सोदारा गुलोट तावरे गोटे स्टेप बड़ पिउसा बतौछंती से हिसाब रे बड़ बापा करिबारे लागिछंती। नमस्कार करियो पिंड वंडी देव अर्पित सस्वनो सुधानमाम ओम वसंताय नमस्तुभ्यं ग्रीष्माय तनवो नमः वर्षाभिर्वस्तो शरदज्ञारुद्रवीर्षो नमोसा हेमन्ताय नमस्तुभ्यं नमः शिशिरायकं मास संवत्सरेभ्यो दिवसेभ्यो नमो नमः के अस्ति विजेता पृथिवी निव पशुधारिणी वर्षविकासवितव्यो तत्कक्षाकवीर्जं सोमाय पितृमध्य नमः देव अमृतं घृतपय किलालं परिस्तुत सुधयमा सर्पण मातृ श्राद्ध काम सारी आम चली आसु मंदिर को एवं मंदिर में ब्राह्मण भोजन दि जाइए। देखंतु चलतु देखा आम खाइबार कौन कौन होइछि। देखंतु आम खाइबार होइछि सालाड, चिप्स, फ्राइम्स, खीरी, फ्राई राइस, डाल फ्राए, आंब खटा एवं घांट। हाँ जलजीरा मध्य होइथिला जोटा कि मु आपनको फोटो देखे पारि नाही।
ବା ଭିଡ଼ିଓ କରିପାରିନା। ବ୍ରାହ୍ମଣ ମାନଙ୍କ ଖାଇବା ସରିଲା ପରେ ଦକ୍ଷିଣା ଦିଆଯାଏ। ଦେଖନ୍ତୁ ଦକ୍ଷିଣାରେ କ'ଣ ଦେବା ପାଇଁ ରେଡ଼ି କରାହେଇଛି ଏବଂ ସେସବୁକୁ ବାପାଙ୍କଠୁ ନେଇ ଭାଇ ଦେଉଛି। କିଛି ପଇସା ଦିଆଯାଉଛି। ପଇତା ଏବଂ ଗାମୁଛା ଦେଇ ଭାଇ ମୁଣ୍ଡିଆ ମାରୁଛି। ମଝିରେ ମଝିରେ ବାପା ମଧ୍ୟ ଜଣାଇ ଦେଉଛନ୍ତି, ଆରେ ତୁ ମୁଣ୍ଡିଆ ମାର, କାଳେ ଭାଇ ଛୋଟ ଅଛି ଭୁଲିଯିବ। ତେଣୁ ଭାଇକୁ ମନେ ପକାଇ ଦେଉଛନ୍ତି। ଆଉ ସେ ସବୁ ବ୍ରାହ୍ମଣଙ୍କୁ ଗୋଟି ଗୋଟି କରି ଦେଉଛି ଏବଂ ମୁଣ୍ଡିଆ ମାରୁଛି। ଦେଖନ୍ତୁ ସେଇ ଭିତରେ ମୋ ଭଉଣୀ ଆସିଯାଇଛି ଏବଂ ଭାଇ ଆସିଯାଇଛନ୍ତି ଏବଂ ସେମାନେ ଆସି ମଧ୍ୟ ସମସ୍ତଙ୍କୁ ମୁଣ୍ଡିଆ ମାରିଛନ୍ତି। ଯେତେ ଜଣ ବ୍ରାହ୍ମଣ ଖାଇବାକୁ ବସିଥିଲେ ସମସ୍ତଙ୍କୁ ଦିଆଯାଇଛି ସାଙ୍ଗମାନେ। ଏବଂ ବ୍ରାହ୍ମଣମାନେ ଖାଇସାରିଲା ପରେ ତାଙ୍କୁ କୋଲ୍ଡ ଡ୍ରିଙ୍କସ୍ ମଧ୍ୟ ଦିଆଯାଇଥିଲା। ହଁ, ଯିଏ ଚାହିଁବ ତାଙ୍କୁ ଦିଆଯାଇଥିଲା, ଯିଏ ନ ଚାହିଁବ ତାଙ୍କୁ ଦିଆଯାଇନଥିଲା। ତାପରେ ବ୍ରାହ୍ମଣମାନେ ସମସ୍ତଙ୍କୁ ଆଶୀର୍ବାଦ ଦେଇଥିଲେ। ଆମେ ପୁରା ବଂଶ କେମିତି ବସିଯାଇଛୁ ଦେଖନ୍ତୁ ବ୍ରାହ୍ମଣଙ୍କ ପାଦ ଧରି। ବ୍ରାହ୍ମଣ ଯେମିତି ଆମ ସମସ୍ତଙ୍କୁ ଆଶୀର୍ବାଦ କରିପାରିବେ। ଦେଖନ୍ତୁ ଆମେ ସମସ୍ତେ ବସିଯାଇଛୁ ଏବଂ ଦେଢ଼ଶୁର ଭାଇ ବୋହୂର ସମ୍ପର୍କ ମଧ୍ୟ ରହିଛି ଯେହେତୁ ଆମ ଘରେ, ତେଣୁ ଦେଢ଼ଶୁରମାନେ ଟିକିଏ ସାଇଟ୍ ହୋଇଯାଇଛନ୍ତି। ଯେହେତୁ ଭାଇ ବୋହୂକୁ ସେମାନେ ଛୁଇଁବେନି, ତେଣୁ ଟିକିଏ ସାଇଟ୍ ହୋଇଯାଇଛନ୍ତି। ଆଉ ଆମେ ସବୁ ଛୁଆମାନେ ଜଣ ଜଣକୁ ଧରିଦେଇଛୁ। ପାଦ ତ ସମସ୍ତେ ଧରିପାରିବୁନି, ଜଣେ ପାଦ ଧରି ସାରିଲା ପରେ ଆଉ ଜଣେ ତାକୁ ଛୁଇଁ ଦେଇଛୁ, ଏମିତି କରିଛୁ। ବ୍ରାହ୍ମଣ ଆଶୀର୍ବାଦ ଦେବା ସମୟରେ କିଛି ମନ୍ତ୍ର ପାଠ କରିଥିଲେ ଏବଂ ଚାଉଳ ଏବଂ ଫୁଲ ଆମ ମୁଣ୍ଡ ଉପରେ ପକାଇଥିଲେ। ଦେଖନ୍ତୁ ଏପଟେ ମନ୍ଦିର ଭିତରକୁ ଅନ୍ୟ ଲୋକମାନେ ମଧ୍ୟ ପ୍ରବେଶ କଲେଣି ଏବଂ ଖାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଦେଖିନିଅନ୍ତୁ। ଭାବରେ ଆମର ସବୁ କାର୍ଯ୍ୟକ୍ରମ ସରିଯାଇଥିଲା ସାଙ୍ଗମାନେ। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।